ପାଟନାର ଖାନ୍ ସାର୍ ସେ ହଉଛନ୍ତି ବହୁତ ବଡ଼ କୋଚିଂ ସେଣ୍ଟରର ମାଲିକ, ଯିଏକି ସେ ନିଜେ ହିଁ ପାଠ ପଢ଼ାନ୍ତି। କିନ୍ତୁ ଗତ 2 ଦିନ ପୂର୍ବରେ ତାଙ୍କର ଘରେ ଯୋଉ କୋଚିଂ ସେଣ୍ଟର ଅଛି ସେଇଠି ତାଙ୍କର କଣ ହେଲା ନା, ସେଇଠି ତାଙ୍କର ରାତି 10ଟା ଭିତରେ ଏତେ ଗୁଳି ମାଡ଼ ହେଲା ଯେ ତାଙ୍କର ଗାର୍ଡସ୍ ଦିଟାକୁ ଏତେ ରକ୍ତପାତ ହେଲା ବୋଲି ଜଣାପଡ଼ିଛି। କିନ୍ତୁ ଖାନ୍ ସାର୍ କହିଛନ୍ତି ଯେ ଜ୍ଞାନବିନ୍ଦୁ କୋଚିଂ ସେଣ୍ଟର ହିଁ ତାଙ୍କର ଝଗଡ଼ା କରେଇଛି ବୋଲିକି, ଏବଂ ପୋଲିସ ତା ଦ୍ୱାରା ତଦନ୍ତ କରୁଛି। पूरा ऑफिस तोड़ ताड़ दिया है, तो गोली चला दिया। आप किसको हमला करने आ गए? यहाँ हमारे घर पे किसको कर रहे हैं? चारों ओर से गोली चल रहा था। उस समय कहाँ थे आप लोग? आते तब पूछते कि आपको कैसा लग रहा है। कौन हो सकता है इसके पीछे? बगल की कोचिंग वाला है, सबको पता है कौन हो सकता है। बगल यहाँ के पे कोचिंग हाँ, वाले? वो बयान भी दिया है, कहा कि खान सर का कोचिंग 2 दिन में उड़ा देंगे। देखिए मैडम भी मौजूद होगी। କିନ୍ତୁ ପାଟନା ପୋଲିସ କହୁଛି ଯେ ତାଙ୍କର ଗାର୍ଡ ଦିଟାକୁ ଉଠେଇ ନେଇ ଯାଇଛନ୍ତି, କାହିଁକି ନା ତାଙ୍କର ପଚରା ଉଚରା ହବ କି କାହାର ଭୁଲ ଥିଲା ବୋଲିକି ସେମାନେ ହିଁ ଜଣେଇବେ। ଏବଂ ସିସିଟିଭିରୁ ଜଣା ପଡୁଛି ଯେ ଜ୍ଞାନବିନ୍ଦୁ କୋଚିଂ ସେଣ୍ଟର ହିଁ ସେଠି ଝଗଡ଼ା ଲଗେଇବାର ମୁଖ୍ୟ କାରଣ ବୋଲିକି।